ସାର୍ ଆମେ ପଦ୍ମଗିରି ମଣ୍ଡି ମୁଁ ଜଣେ ଆମର ମଣ୍ଡିର ଗୋଟେ ମେମ୍ବର ଅଛି। ତ ଆମର ଶାଶୀ ବୃନ୍ଦ ଅଛି ଯେ ଆମର ଟୋଟାଲ ସର୍ଭେ କରାହେଇଥିଲା। ଏବେ ବର୍ତ୍ତମାନ ଆମର 6000 କ୍ୱାଣ୍ଟିଟି ଦରକାର, କିନ୍ତୁ ତା ମଧ୍ୟରୁ ଆମକୁ ସପ୍ତାହକୁ 700 ଆଉ 1200 ଏମିତି ଆକାରରେ ଦେଲେ ଆମର ଶାଶୀ ବୃନ୍ଦ କେବେ ଧାନ ବିକ୍ରି କରିପାରିବେ। ତେଣୁକରି ଆମେ ଚାହୁଁଛୁ ଯେମିତି ଆଗରୁ ଚାଲୁଥିଲା 2000 କୁଇଣ୍ଟାଲ, ତା ଏବେ ସେମିତି କରାଯାଉ 2000 କୁଇଣ୍ଟାଲ। ତେଣୁ ଆମେ ଦାବି ରଖୁଛୁ ଯେ ଆମକୁ ପ୍ରତ୍ୟେକ ମାଣ୍ଡି 2000 କୁଇଣ୍ଟାଲ ଆକାରରେ ଦିଆଯାଉ, ଆଉ 3ଟା ମାଣ୍ଡି କରାଯାଉ, ହେଲେ ଆମ ଶାଶୀ ବୃନ୍ଦ ସବୁ ଟୋକେନ ବିକ୍ରି କରିପାରିବେ ବା ସବୁ ସମ୍ପୂର୍ଣ୍ଣ ଭାବରେ ଧାନ ବିକ୍ରି କରିପାରିବେ। ଏଇଟା ଆମର ଦାବି ରହିଲା। ଆଜି ଆମେ ସକଳର ସାରଙ୍କୁ ମିଶିବାକୁ ଆସିଥିଲୁ ଯେ ଆମର ଅସୁବିଧା ହଉଛି 700 1200 ହେବା ଦ୍ୱାରା ଆମର ଯୋଉ ଚାଷୀ ବୃନ୍ଦ ଭିତରେ ଗଣ୍ଡଗୋଳ ସୃଷ୍ଟି ହଉଛି। ତେଣୁକରି ଆମେ 2000 କୁଇଣ୍ଟାଲ କେମିତି କରିବା ବା ଆଜ୍ଞାଙ୍କ ପାଖରେ ଆମେ ଆଜି ଦରଖାସ୍ତ ଦେଲୁ। ମୋ ନାଁ ହଉଛି ଗୁରୁମାଳଗାମୀ, ପଦ୍ମଗିରି ମାଣ୍ଡିର ସଭାପତି। ଆମେ ଆଜି ମାଣ୍ଡି ସମସ୍ୟା ନେଇକି ଆସିଥିଲୁ। ପ୍ରତି ମାଣ୍ଡିରେ ଆମର ପ୍ରତ୍ୟେକ ସପ୍ତାହରେ 2000 କୁଇଣ୍ଟାଲ ଯିବା କଥା, ସେଇଠିରୁ 3ଟା ମାଣ୍ଡି ଲେପ୍ସ ହେଇଯାଇଛି। 700 2ଟା ଯାଇଛି, ଏବେ ଯୋଉଟା 1200 ଯାଇଛି। ଏ ଲସ୍ଟା ଆମେ କେମିତି ଭରିବୁ? ଲୋକମାନଙ୍କର ଦାନ ଯିବ, ସେଥିଲାଗି ଆମେ ସଫଳ ଆଜ୍ଞା ପାଖରେ ଦାବି ପତ୍ର ଜଣାଇବା ପାଇଁ ଆସିଥିଲୁ। ସାର୍ ଆମର ମଣ୍ଡି ସୁରୁଖୁରୁରେ ଚାଲୁ, ସମସ୍ତଙ୍କର ଦାନ ଯାଉ, ଏଥି ନେଇକରି ମୁଁ ସମସ୍ତଙ୍କୁ ନେଇକି ସାରଙ୍କୁ ଦାବି ଦେବା ପାଇଁ ଆସିଥିଲି। ଆଉ କିଛି ନାହିଁ, ଦାନ ପଡୁଛି ଦାନ ଉଠୁଛି, ସେଟା ଆମର ସମସ୍ୟା ନାହିଁ। କିନ୍ତୁ ସମସ୍ତଙ୍କର ଟୋକେନ 2000 କୁଇଣ୍ଟାଲ ପଡିଲେ ଆମର ଚାଷୀ ଭାଇରେ ଦାନ ଯିବ।